ଦର୍ଶକ ବନ୍ଧୁ ମନେ ରଖନ୍ତୁ, 1 ନମ୍ବର, ନାରୀ ଯଦି ଘରର କଥାକୁ ବା ଭଲ ମନ୍ଦ କଥାକୁ ବାହାରେ ପ୍ରକାଶ କରେ, ତେବେ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇଥାଏ ଏବଂ ପରିବାରରେ ଅଶାନ୍ତି ଦେଖା ଦେଇଥାଏ। 2 ନମ୍ବର, ଯେଉଁ ପତ୍ନୀ ସ୍ୱାମୀଙ୍କୁ କଟୁ କଥା କହିଥାଏ ଏବଂ ଅନ୍ୟ ପୁରୁଷ ଦେଖିଲେ ଖୁସି ହୋଇଥାଏ, ତା ପରିବାରରେ ସର୍ବଦା ଅଶାନ୍ତିର ଦିନ କଟିଥାଏ। ବୟସର ଶେଷ ସମୟରେ ଶରୀରରୁ ଦୁର୍ଗନ୍ଧ ବାହାରିଥାଏ ଏବଂ ଯନ୍ତ୍ରଣା ମଧ୍ୟ ଭୋଗ କରିଥାଏ। 3 ନମ୍ବର, ଯେଉଁ ପତ୍ନୀ ସର୍ବଦା ସ୍ୱାମୀଙ୍କର ନିନ୍ଦା କରିଥାଏ, ସେହି ସ୍ତ୍ରୀଙ୍କୁ କେବେ ବି ସ୍ୱାମୀ ସୁଖ ମିଳିନଥାଏ ଏବଂ ମୃତ୍ୟୁ ପରେ ନର୍କବାସ ଦଣ୍ଡ ମିଳିଥାଏ ଏବଂ 7 ଜନ୍ମ ଯାଏ ମଣିଷ ଜନ୍ମ ମିଳିନଥାଏ। 4 ନମ୍ବର, ସ୍ୱାମୀମାନେ ନିଜର ସବୁ କାମ ସମାପ୍ତ କରି ସ୍ତ୍ରୀ ଶୋଇବା ବେଳେ ତାଙ୍କ ସହିତ କିଛି ମିଠା ମିଠା କଥା କହିବା ଉଚିତ। ରାତିରେ ରୋମାଣ୍ଟିକ୍ କଥା କହିଲେ ସ୍ତ୍ରୀମାନଙ୍କର ମନ ଶାନ୍ତି ହୋଇଥାଏ ଏବଂ ସ୍ତ୍ରୀମାନେ ନିଜର ଦିନସାରାର କଷ୍ଟ ଭୁଲି ଖୁସି ହୋଇଥାନ୍ତି। 5 ନମ୍ବର, ଯେଉଁ ଦମ୍ପତି ରାତିରେ ଆଲିଙ୍ଗନ କରି ଶୋଇଥାନ୍ତି, ତାଙ୍କ ମଧ୍ୟରେ ପ୍ରେମ ଭଲ ପାଇବା ସବୁବେଳେ ବଢ଼ିବାକୁ ଲାଗିଥାଏ ଆଉ ଏହିଭଳି ପୁରୁଷଙ୍କ ପାଇଁ ସ୍ତ୍ରୀ କେବେ ବି ତାଙ୍କୁ ଧୋକା ଦିଅନ୍ତି ନାହିଁ। 6 ନମ୍ବର, ଯଦି ଆପଣଙ୍କ ସ୍ତ୍ରୀ ବାହାରେ କାମ କରୁଛନ୍ତି, ତେବେ ମନେ ରଖନ୍ତୁ, ତାଙ୍କୁ ଘର କାମ ସହିତ ଅଫିସ କାମ ମଧ୍ୟ କରିବାକୁ ପଡ଼ିଥାଏ। ସେଥିପାଇଁ ତାଙ୍କର ବିଶେଷ ଧ୍ୟାନ ରଖନ୍ତୁ ଏବଂ ତାଙ୍କର ମୁଡ୍ ଠିକ୍ କରିବା ପାଇଁ ଜୋକ୍ ଇତ୍ୟାଦି ଶୁଣନ୍ତୁ, ନଚେତ୍ ଦୁହେଁ ମିଶି ଫିଲ୍ମ ଦେଖନ୍ତୁ। ଦେଖିବେ ଆପଣଙ୍କର ମଧ୍ୟରେ କେବେ ବି କଳି ଝଗଡ଼ା ହେବ ନାହିଁ। 7 ନମ୍ବର, ସୁନା ଜିନିଷ କେବେ ବି ବାମ ହାତରେ ପିନ୍ଧିବା ଉଚିତ ନୁହେଁ। ଲାଲ କିମ୍ବା ହଳଦିଆ କପଡ଼ାରେ ସୁନା ଜିନିଷ ଗୁଡ଼ାଇ ରଖିଲେ ଶୁଭ ହୋଇଥାଏ। 8 ନମ୍ବର, ମହିଳାମାନଙ୍କୁ ନିଜ ରୋଷେଇ ଘରୁ ହଳଦୀ କେବେ ବି କାହାକୁ ଦେବା ଉଚିତ ନୁହେଁ। ହଳଦୀ କେବେ ବି ରୋଷେଇ ଘରୁ ସରିବା ମଧ୍ୟ ଉଚିତ ନୁହେଁ। ହଳଦୀ ଅନ୍ୟକୁ ଦେବା ଦ୍ୱାରା ମା ଅନ୍ନପୂର୍ଣ୍ଣା ଘରୁ ଚାଲି ଯାଇଥାନ୍ତି ଓ ଧନର ଅଭାବ ଦେଖା ଦେଇଥାଏ। ମନେ ରଖିବେ। 9 ନମ୍ବର, ଯେଉଁ ନାରୀ ସ୍ୱାମୀ ମନରେ ଦୁଃଖ ଦେଉଥାଏ, ତାଙ୍କ ପରିବାରରେ ସର୍ବଦା ଅଶାନ୍ତି ଦେଖା ଦେଇଥାଏ ଏବଂ ନାନାଦି ପ୍ରକାର ବାଧାବିଘ୍ନ ଆସିଥାଏ। ଯେତେ ରୋଜଗାର ହେଲେ ମଧ୍ୟ ଅଭାବ ଲାଗି ରହିଥାଏ। 10 ନମ୍ବର, ଯେଉଁ ନାରୀ ଶାଶୁ ଶ୍ୱଶୁରଙ୍କୁ ଅବମାନନା ତଥା ହତାଦାର କରିଥାଏ, ସେହି ନାରୀର ସ୍ୱାମୀ ସକଳ ବିପଦରେ ପଡ଼ିଥାଏ ଏବଂ ସେହି ନାରୀ ସ୍ୱାମୀଙ୍କୁ ସୁଖରୁ ବଞ୍ଚିତ ହୋଇଥାଏ। 11 ନମ୍ବର, ଯେଉଁ ପୁରୁଷ ପର ନାରୀ, ପର ସ୍ତ୍ରୀ, ପର ଝିଅ ଓ ପର ବୋହୂମାନଙ୍କ ସାଙ୍ଗରେ ସଙ୍ଗମ କରିଥାଏ, ପର ଜନ୍ମରେ କୁକୁର ଜନ୍ମ ପାଇଥାଏ ଏବଂ 7 ଜନ୍ମ ଯାଏଁ ନର୍କ ଯନ୍ତ୍ରଣା ଭୋଗିଥାଏ। ଏଭଳି ଭୁଲ କଦାପି କରନ୍ତୁ ନାହିଁ। 12 ନମ୍ବର, ସଞ୍ଜବେଳେ ଖାଇଲେ, ବନ୍ଧୁଗଣ, ସଞ୍ଜବେଳେ ଶୋଇଲେ ଏବଂ ସଞ୍ଜବେଳେ କୁକଥା କହୁଥିବା ମଣିଷ ନାନା ରୋଗରେ ପଡ଼ିବା ସହିତ ପୂର୍ବପୁରୁଷ ଏବଂ ଦେବାଦେବୀଙ୍କର ରୋଷର ଶିକାର ହୋଇଥାଏ। ସବୁବେଳେ ଦାରିଦ୍ରତା ଦେଖା ଦେଇଥାଏ। ଧ୍ୟାନ ରଖିବେ। 13 ନମ୍ବର, ଦର୍ଶକ ବନ୍ଧୁ, ଯେଉଁ ପୁରୁଷ ବିବାହ ପରେ କୁଳଧର୍ମ ରକ୍ଷା କରି କାର୍ଯ୍ୟ କରେ, ତା ପ୍ରତି ସମସ୍ତଙ୍କର ଆଶୀର୍ବାଦ ରହିଥାଏ। ପୂର୍ବପୁରୁଷ ତାଙ୍କୁ ସର୍ବଦା ଆଶୀର୍ବାଦ କରିଥାନ୍ତି ଏବଂ ସର୍ବ ଦେବାଦେବୀ ମଧ୍ୟ ଉଭୟ ବର ପ୍ରଦାନ କରିଥାନ୍ତି। 14 ନମ୍ବର, ଘରର ଉତ୍ତର ଦିଗରେ ସବୁଜ ପତ୍ରଯୁକ୍ତ ଗଛ ଲଗାଇବା ଦ୍ୱାରା ଶୁଭପ୍ରଦ ହୋଇଥାଏ ଏବଂ ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହିତ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। 15 ନମ୍ବର, ଯଦି ଘରେ ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଥାଏ, ତେବେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ଏବଂ କୁବେରଙ୍କର ଫଟୋ ଆଣି ଠାକୁର ଘରେ ରଖି ପୂଜା କରିବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହେବା ସହିତ ଦରିଦ୍ରତା ଦୂର ହୋଇଥାଏ। ମନେ ରଖିବେ। 16 ନମ୍ବର, ଯେଉଁ ପୁରୁଷ ବିନା କାରଣରେ ସନ୍ତାନମାନଙ୍କୁ ଏବଂ ପତ୍ନୀଙ୍କୁ ହଇରାଣ କରେ, ସେ 7 ଜନ୍ମ ଯାଏ ନପୁଂସକ ହୋଇ ଜନ୍ମ ହୋଇଥାଏ ଏବଂ ଯେଉଁ ପୁରୁଷ ସ୍ତ୍ରୀ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥାଏ, ତାହାର ଓଜନ ବଳ ଜଲ୍ଦି କ୍ଷୟ ହୋଇଥାଏ। 17 ନମ୍ବର, ଦର୍ଶକ ବନ୍ଧୁ, ଭୁଲରେ ବି କାହାକୁ ନିଜ ଘରର ଝାଡ଼ୁକୁ ଅନ୍ୟକୁ ଦେବା ଉଚିତ ନୁହେଁ, କାରଣ
ଏହାର ଅର୍ଥ ମା ଲକ୍ଷ୍ମୀ ଘରୁ ବାହାରି ଯାଇଥାନ୍ତି। ଝାଡ଼ୁକୁ ସର୍ବଦା ଲୁଚାଇକି ରଖିବା ଉଚିତ ହୋଇଥାଏ। ଝାଡ଼ୁକୁ ଗୋଇଠା ମାରିବା ବା ସନ୍ଧ୍ୟା ଓ ରାତିରେ ଝାଡ଼ୁର ବ୍ୟବହାର କରିବା ଉଚିତ ନୁହେଁ। ପ୍ରତିଦିନ ସକାଳୁ ଝାଡ଼ୁର ବ୍ୟବହାର କରିବା ଶ୍ରେଷ୍ଠ ହୋଇଥାଏ। 18 ନମ୍ବର, ନାରୀମାନେ ନିଜେ ପିନ୍ଧୁଥିବା ମଙ୍ଗଳସୂତ୍ର, ଗୋଡ଼ମୁଦି, ପାଉଁଜି ଆଦି ଅନ୍ୟକୁ ଦାନରେ ଦେବା ଉଚିତ ନୁହେଁ, କାରଣ ଏହି ଆଭୂଷଣ ନାରୀ ପାଇଁ ଶ୍ରେଷ୍ଠ ହୋଇଥାଏ। ନାରୀକୁ କେବେ ବି ବେକ ଖାଲି ରଖିବା ଉଚିତ ନୁହେଁ। ଜଣେ ନାରୀର ଆଭୂଷଣ ଘରର ପରିଚୟ ହୋଇଥାଏ। ମୁଖ୍ୟ ଆଭୂଷଣ ଅନ୍ୟ ମହିଳାମାନଙ୍କୁ ଦେବା ଉଚିତ ନୁହେଁ। ଧ୍ୟାନ ରଖିବେ। 19 ନମ୍ବର, ରୋଷେଇ ଘରର ବେଲଣା କାଠି, ତାୱା ଆଦି କାହାକୁ ବି କେବେ ବି ଦାନରେ ଦେବା ଉଚିତ ନୁହେଁ, କାରଣ ଅନେକ ସମୟରେ ମହିଳାମାନେ ଅନ୍ୟକୁ ଏହିସବୁ ଜିନିଷ ଦେଇଥାନ୍ତି। ଏହାଦ୍ୱାରା ମା ଲକ୍ଷ୍ମୀ ଘରୁ ଚାଲିଯାଇଥାନ୍ତି। ଧନର ଅଭାବ ଲାଗି ରହିବା ସହ ଛୋଟ ଛୋଟ କଥାରେ କଳହ ଲାଗି ରହିଥାଏ। 20 ନମ୍ବର, ସନ୍ଧ୍ୟାରେ ନାରୀମାନଙ୍କୁ ନିଜ ରୋଷେଇ ଘରୁ କେବେ ବି ଦହି, କ୍ଷୀର, ଚାଉଳ, ଲୁଣ, ଅଟା ଭଳି ଧଳା ଜିନିଷକୁ କାହାକୁ ବି କେବେ ବି ଦାନରେ ଦେବା ଉଚିତ ନୁହେଁ, କାରଣ ଏହାଦ୍ୱାରା ନେଗେଟିଭ୍ ଶକ୍ତି ଆକର୍ଷିତ ହୋଇଥାଏ। ଯାହାକୁ ବି ଯେତେ ବି ଜରୁରତ ଥାଉ ନା କାହିଁକି ଏହିସବୁ ଜିନିଷ ଭୁଲରେ ବି ରୋଷେଇ ଘରୁ ନାରୀମାନେ ଦେବା ଉଚିତ ନୁହେଁ। 21 ନମ୍ବର, ସୂର୍ଯ୍ୟାସ୍ତ ପରେ କେବେ ବି ମନେ ରଖିବେ, ସୂର୍ଯ୍ୟାସ୍ତ ପରେ କେବେ ବି ତୁଳସୀ ଗଛକୁ ଛୁଇଁବା ଏବଂ ତୁଳସୀ ପତ୍ରକୁ ଛିଣ୍ଡାଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଏପରି କରିବା ଦ୍ୱାରା ଦରିଦ୍ରତା କେବେ ବି ଛାଡ଼ି ଯାଇନଥାଏ। 22 ନମ୍ବର, ଯଦି ଆପଣଙ୍କ ସ୍ତ୍ରୀ ଜଣେ ଗୃହିଣୀ, ତେବେ ସେ ଘର କାମ କରି ଥକିଯାଆନ୍ତି। ଆବଶ୍ୟକ ପଡ଼ିଲେ ବା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଆପଣ ତାଙ୍କୁ ଘଷାମୋଡ଼ା କରିଦେବା ଉଚିତ ହୋଇଥାଏ। 23 ନମ୍ବର, ଦୃଷ୍ଟିଶକ୍ତି କମଜୋର ହୋଇଥିଲେ ପ୍ରତ୍ୟେକ ଦିନ କାଠଚମ୍ପା ଫୁଲକୁ କିଛି ସମୟ ଶୁଙ୍ଘିବା ଉଚିତ। ଏହାଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ। ଦେଖିବାରେ ହେଉଥିବା ଅସୁବିଧା ସବୁଦିନ ପାଇଁ ଦୂର ହୋଇଥାଏ। 24 ନମ୍ବର, ହରଡ଼ ଡାଲି ସହିତ ଦହି କେବେ ବି ଖାଇବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ ଅମଙ୍ଗଳକାରୀ ହୋଇଥାଏ ଏବଂ ରକ୍ତଚାପ ବୃଦ୍ଧି ହେବାର ସମ୍ଭାବନା ଦେଖା ଦେଇଥାଏ। 25 ନମ୍ବର, ମହୁ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭପ୍ରଦ ହୋଇଥାଏ, କିନ୍ତୁ ମହୁକୁ କେବେ ବି ଗରମ କରି ଖାଇବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। 26 ନମ୍ବର, ଯେଉଁ ଘରେ ପିଲାମାନଙ୍କୁ ବାରମ୍ବାର ଗାଳିଗୁଲଜ କରାଯାଏ ସେହି ଘରେ କେବେ ବି ଉନ୍ନତି ହୋଇନଥାଏ, କାରଣ ଏମିତି ଘରେ ମା ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ। 27 ନମ୍ବର, ଘରେ ଗୁରୁଜନମାନଙ୍କୁ ସମ୍ମାନ କରିବା ଏବଂ ସେମାନଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ କାର୍ଯ୍ୟରେ ସଫଳତା ମିଳିଥାଏ ଏବଂ ଗୁରୁଜନମାନଙ୍କ ସେବା କରିବା ସାଧବଙ୍କ ସେବା କରିବା ସହିତ ସମାନ ହୋଇଥାଏ। 28 ନମ୍ବର, ଘରର ନାରୀ ଯଦି ନିଜକୁ ସଫାସୁତୁରା ସହିତ ସଜେଇ ହୋଇ ରହିଥାନ୍ତି, ତାଙ୍କ ସ୍ୱାମୀ ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ପରସ୍ପର ମଧ୍ୟରେ ପ୍ରେମ ଭଲ ପାଇବା ବଢ଼ିବାକୁ ଲାଗିଥାଏ। 29 ନମ୍ବର, ଶୋଇବା ଘରର କବାଟ ଆଗରେ ଆଇନା ଲଗାଇବା ଶୁଭପ୍ରଦ ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ସକାଳ ସମୟରେ ଗୁରୁଜନମାନଙ୍କୁ ପ୍ରଣାମ କରିଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। 30 ନମ୍ବର, ଯେଉଁ ସ୍ତ୍ରୀ ସ୍ୱାମୀଙ୍କ ପାଦର ସେବା କରେ ସ୍ୱୟଂ ନାରାୟଣଙ୍କ ସେହି ନାରୀକୁ ଦୁର୍ଭାଗ୍ୟ ଦୂର କରି ସୌଭାଗ୍ୟ ପ୍ରଦାନ କରିଥାନ୍ତି।